ଫାର୍ଷ୍ଟ ସେମିଷ୍ଟାର ଏଇସି ଓଡ଼ିଆର ୟୁନିଟ୍ 4 ହାତ ଲେଖା ନୋଟ୍ ଗୋଟେ। ତା କ୍ୱେଶ୍ଚିନ୍ଟା ହେଲା ସ୍ତମ୍ଭ ଲିଖନ କ'ଣ ଓ ଏହାର ପ୍ରକାରଭେଦ ଲେଖ। ଚାଲ ଦେଖିବା ଆନ୍ସରଟା। ନିରାଶ ଶୁଷ୍କ ସମ୍ବାଦଧର୍ମୀ ତଥ୍ୟକୁ ସରଳ ସହଜ ସରସ ଓ ପଠନ ଉପଯୋଗୀ କଳା ଦ୍ୱାରା ଭାବାତ୍ମକ ମନୋରଞ୍ଜନ ଧର୍ମୀ କରି ସମୂହଙ୍କ ପାଇଁ ଶିକ୍ଷା ପ୍ରଦାନ କରାଯାଉଥିବା ରଚନାକୁ ସ୍ତମ୍ଭ ରଚନା କୁହାଯାଏ। ସ୍ତମ୍ଭ ରଚନାର ବିଶେଷତ୍ୱ ଗୁଡ଼ିକ ହେଲା ଏହା ସ୍ୱତନ୍ତ୍ର ଶୈଳୀରେ ନିୟମିତ ସମୟ ବ୍ୟବଧାନରେ ସମ୍ବାଦପତ୍ରର ନିର୍ଦ୍ଦିଷ୍ଟ ପୃଷ୍ଠାରେ ନିର୍ଦ୍ଦିଷ୍ଟ ଶୀର୍ଷକରେ ପ୍ରକାଶିତ ହୋଇଥାଏ। ଏହାର ପ୍ରାଧାନ୍ୟ ବିଶେଷତ୍ୱ ହେଲା ଲୋକ ବିଶ୍ୱସନୀୟ ବିଷୟ ସ୍ୱତନ୍ତ୍ର ଦୃଷ୍ଟିଭଙ୍ଗୀ ସହ ପ୍ରକାଶିତ ହୋଇଥାଏ। ଏହାର ପ୍ରକାରଭେଦ ନିମ୍ନରେ ଆଲୋଚନା କରାଗଲା। ଦେଖିବା ଚାଲ ନିମ୍ନରେ କ'ଣ ହେଇଛି, ଟିକେ ବ୍ଲୋର ଆସୁଛି। ତା ପୂର୍ବରୁ ଭିଡ଼ିଓକୁ ଲାଇକ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ। ସବୁ ପିଡ଼ିଏଫ୍ କହିଛି ମୁଁ ଯୋଗେଇଦେମି, ସବୁ ପିଡ଼ିଏଫ୍ ଯୋଗେଇଦେମି ତୁମକୁ। କରେ ଅଗ୍ରଲେଖା ସ୍ତମ୍ଭ। ଅଗ୍ରଲେଖା ସ୍ତମ୍ଭରେ ତତ୍କାଳୀନ ଘଟଣା ସମ୍ପର୍କରେ ଆଲେଖ୍ୟ ପ୍ରକାଶ ପାଇଥାଏ। ତାପରେ ଦେଖିବା ଖ ସାମ୍ପାଦକୀୟ ସ୍ତମ୍ଭ। ସାମ୍ପାଦକୀୟ ସ୍ତମ୍ଭରେ ଗୁରୁତ୍ୱପୂର୍ଣ୍ଣ ତଟକା ଜାତୀୟ ଓ ଆନ୍ତର୍ଜାତୀୟ ଘଟଣା ଓ କେତେକ ସମସ୍ୟା ସମ୍ପର୍କରେ ଉପଯୁକ୍ତ ଦିଗଦର୍ଶନ ପ୍ରକାଶ ପାଏ। ଏହି ସ୍ତମ୍ଭର ପ୍ରମୁଖ ଆଭିମୁଖ୍ୟ ହେଲା ପ୍ରସଙ୍ଗଭିତ୍ତିକ ଅନୁକୂଳ ତର୍କ ନେଇ ଏହା ଗତିଶୀଳ ହେବା, ସାମୂହିକ ମୂଲ୍ୟବୋଧ ପ୍ରତି ସକାରାତ୍ମକ ଚିନ୍ତା ପ୍ରତିଫଳିତ କରିବା ତଥା ପ୍ରସଙ୍ଗକୁ ଉଚ୍ଚମାନ ଓ ରୀତିରେ ବ୍ୟକ୍ତ କରିବା। ଅଳଙ୍କାରକ ଭାଷା ଛଡ଼ା ବ୍ୟବହାରିକ ଓ ସାହିତ୍ୟ ଭାଷାର ଏହାକୁ ଅଭିବ୍ୟକ୍ତ କରିବା। ମାନବୀୟ ବିଶ୍ୱାସ ସତ୍ୟ ଓ ତଥ୍ୟ ପ୍ରତି ସମର୍ପିତ ମନୋଭାବ ପୋଷଣ କରିବା। ତାପରେ ଗ ମାନକ ସ୍ତମ୍ଭ। ମାନକ ସ୍ତମ୍ଭରେ ସାମ୍ପାଦକୀୟ ସ୍ତମ୍ଭ ଭଳି ପାଖାପାଖି ଘଟଣା ସମ୍ପର୍କରେ ଆଲୋକପାତ କରାଯାଏ। ତାପରେ ଦେଖିବା ଘ ମିଶ୍ର ସ୍ତମ୍ଭ। ମିଶ୍ର ସ୍ତମ୍ଭରେ କେତେକ ପୁରୁଣା ଘଟଣା ସହିତ କେତେକ ନୂତନ ଘଟଣାକୁ ନେଇ ଯୁକ୍ତିଯୁକ୍ତ ଲେଖା ପ୍ରକାଶ କରାଯାଇଥାଏ। ହାତ ଲେଖା ନୋଟଟା ନା ଗୋଟେ ଗୋଟେ ଜାଗାରେ ପଢ଼ି ହେଉନି ଠିକ୍ସେ। ମଧ୍ୟମ ସ୍ତମ୍ଭ। ମଧ୍ୟମ ସ୍ତମ୍ଭରେ ଆପତଃ ସାଧାରଣ ଘଟଣାବଳୀ ସମ୍ବନ୍ଧୀୟ ବିଭିନ୍ନ ଖବର ପ୍ରକାଶ ପାଏ। ପ୍ରବନ୍ଧ ସ୍ତମ୍ଭରେ ବିଭିନ୍ନ ଜ୍ଞାନୀଗୁଣୀ ଏବଂ ବିଶେଷଜ୍ଞଙ୍କ ମତାମତ ଆଧାରିତ ପ୍ରବନ୍ଧ ପ୍ରକାଶ ପାଇଥାଏ। ଏହି ସ୍ତମ୍ଭରେ ସାମୂହିକଙ୍କ ସହିତ ବାହାର ବ୍ୟକ୍ତିଙ୍କ ରଚିତ ପ୍ରବନ୍ଧମାନ ମଧ୍ୟ ପ୍ରକାଶିତ ହୋଇଥାଏ। ଛ ଚର୍ଚ୍ଚା ସ୍ତମ୍ଭ। ଚର୍ଚ୍ଚା ସ୍ତମ୍ଭରେ ଶିକ୍ଷା, ସଂସ୍କୃତ, କୃଷି, ବିଜ୍ଞାନ, କଳା, ସ୍ଥାପତ୍ୟ, ଭାଷାକାର୍ଯ୍ୟ, ଶିଳ୍ପ, ବାଣିଜ୍ୟ ଇତ୍ୟାଦି ଯେକୌଣସି ପ୍ରସଙ୍ଗରେ ଚର୍ଚ୍ଚା, ଆଲୋଚନା, ବିତର୍କ ଇତ୍ୟାଦି ପ୍ରକାଶ ପାଏ। ଏଟା ସବୁ ସହଜ। ସାକ୍ଷାତକାର ସ୍ତମ୍ଭ। ସାକ୍ଷାତକାର ସ୍ତମ୍ଭରେ ସମାଜର ଉଚ୍ଚମାନର ପ୍ରଭାବଶୀଳ ବ୍ୟକ୍ତିଙ୍କ ସହିତ ବିଭିନ୍ନ ବିଷୟକ ସାକ୍ଷାତକାର ସ୍ଥାନ ପାଏ। ଛ କ୍ରୀଡ଼ା କୌତୁକ ସ୍ତମ୍ଭ। ଦେଖିଥିବ ପେପର ସବୁବେଳେ ଲାଷ୍ଟରେ କ୍ରୀଡ଼ା କୌତୁକ ମାନେ ଖେଳ ବିଷୟରେ କିଛି ଲେଖା ହେଇଥିବ। ଯେଉଁ ସ୍ତମ୍ଭରେ ବିଭିନ୍ନ ପ୍ରକାରର ଖେଳ, କସରତ ଓ କୌତୂହଳ ଉଦ୍ଦୀପକ ଘଟଣା ସମ୍ପର୍କୀୟ ଖବର ରହିଥାଏ ତାହାକୁ କ୍ରୀଡ଼ା ସ୍ତମ୍ଭ କୁହାଯାଏ ବା କ୍ରୀଡ଼ା କୌତୁକ ସ୍ତମ୍ଭ କୁହାଯାଏ। ଏଟା କିଛି ନାହିଁ। ନିଅ ସାହିତ୍ୟ ସମୀକ୍ଷା ସ୍ତମ୍ଭ। ଯେଉଁ ସ୍ତମ୍ଭରେ ସାହିତ୍ୟ, କଳା, ସଂସ୍କୃତି ସମ୍ପର୍କରେ ବିବିଧ ସମୀକ୍ଷା ସ୍ଥାନିତ ହୋଇଥାଏ ତାହାକୁ ସାହିତ୍ୟ ସମୀକ୍ଷା ସ୍ତମ୍ଭ କୁହାଯାଏ। କେବଳ ବଛା ବଛା ଭଲ ଲାଗୁଥିବା ତଥା ଚର୍ଚ୍ଚିତ ଲେଖକଙ୍କ ଲିଖିତ ନୂଆ ବହିର ଚର୍ଚ୍ଚାକୁ ଏହି ସ୍ତମ୍ଭରେ ଗୁରୁତ୍ୱ ଦିଆଯିବା ସହ ତାଙ୍କ ଲିଖିତ ଗ୍ରନ୍ଥର ବିଷୟକ ଭିତ୍ତିକ ବଳିଷ୍ଠ ଚର୍ଚ୍ଚା କରାଯାଇଥାଏ। ତାପରେ ଦେଖିବା ମନୋରଞ୍ଜନ ଧର୍ମୀ ସ୍ତମ୍ଭ। ମନୋରଞ୍ଜନ ଧର୍ମୀ ସ୍ତମ୍ଭ ଚଳଚ୍ଚିତ୍ର, ନାଟକ ଆଦି ମନୋରଞ୍ଜନ ଧର୍ମୀ କଳା ସମ୍ପର୍କୀୟ ବିଷୟରେ ପ୍ରକାଶିତ ହୋଇଥାଏ। ମୋଟାମୋଟି ଭାବରେ ଖବରକାଗଜକୁ ସରସ ସୁନ୍ଦର ଆକର୍ଷଣୀୟ ପାଠକଙ୍କର ଅତି ପ୍ରିୟ ଭୋଜନ କରାଇବାରେ ସ୍ତମ୍ଭକୁ ଅବିଚ୍ଛେଦ୍ୟ ଉତ୍ସ ରୂପେ ଗ୍ରହଣ କରାଯାଇପାରେ। ତାପରେ ଦେଖିବା ଠ ବିଶ୍ଳେଷଣାତ୍ମକ ସ୍ତମ୍ଭ। ସାହିତ୍ୟ ଆଲୋଚନା ଧର୍ମୀ ସ୍ତମ୍ଭରେ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରସଙ୍ଗ ଭିତ୍ତିକ ମହତ୍ତ୍ୱପୂର୍ଣ୍ଣ ଆଲୋଚନା, ବକ୍ତବ୍ୟ ବା ବିଶ୍ଳେଷଣ ସ୍ଥାନିତ ହୋଇଥାଏ। ଯେହେତୁ ଏହା ଏକ ବିଶ୍ଳେଷଣାତ୍ମକ ପ୍ରକ୍ରିୟା ଏହା ଦୀର୍ଘ ଯୌକ୍ତିକ ହେବା ସ୍ୱାଭାବିକ। ତାପରେ ଦେଖିଦେବା ଏଇଠି ସ୍ତମ୍ଭ ରଚନା। ସ୍ତମ୍ଭ ରଚନା ମୁଁ ସ୍କ୍ରୋଲ କରୁଛି ଦେଖିଦେବ, ଏଟା ଖାଲି ଗୋଟିଏ ପେଜ ଅଛି। এই ପିଡିଏଫଟା ଯଦି ଚାହୁଁଛନ୍ତି ଆମ ଟେଲିଗ୍ରାମ ଗ୍ରୁପରେ ଆଡ୍ ହେଇଯାଆନ୍ତୁ। ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ, ତୁମକୁ ସବୁ ପିଡିଏଫ ତୁମକୁ ଯୋଗାଇଦେବି।